ଆଜିଠୁ ଆରମ୍ଭ ହେଲା ମ୍ୟାଟ୍ରିକ୍ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ। ପ୍ରଶ୍ନପତ୍ର ସହଜ ଆସିଥିବା ନେଇ ଖୁସି। ଆଜିଠୁ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ। ପରୀକ୍ଷା ବେଳେ ବିଭିନ୍ନ ପରୀକ୍ଷା ସେଣ୍ଟରଗୁଡ଼ିକୁ କଡ଼ା ସୁରକ୍ଷା ସହ ସିସିଟିଭି ବଳୟ ଭିତରେ ରଖାଯାଇଥିଲା। ଗଞ୍ଜାମ ଜିଲ୍ଲା ଆସିକାର 10ଟି ପରୀକ୍ଷା ସେଣ୍ଟରରେ ମୋଟ 2087 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 19 ଜଣ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ରେ ଅନୁପସ୍ଥିତ ରହିଥିଲେ। ପରୀକ୍ଷା ସେଣ୍ଟର ଭିତରୁ ପରୀକ୍ଷା ଦେଇ ବାହାରିବା ପରେ ପରୀକ୍ଷାରେ ଭଲ ପ୍ରଦର୍ଶନ ରହିଥିବା ଓ ପ୍ରଶ୍ନପତ୍ର ସହଜ ଆସିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ। ଆସ୍କାରୁ ନିବାସ ସାହୁଙ୍କ ରିପୋର୍ଟ, ଜିଲ୍ଲା ଖବର। मंदिर कुमार दास स्कूल लाफुदा मॉडल हाई स्कूल सहज आसला देखा बहुत सहज आसला कि कष्ट ना जहाँ सिलेबस भर आगे आसला। हाँ पैसा मत सेमती होता 6 घंटा 10 घंटा भी पढ़ा पड़ता कोटी 95% प्रियंका पट्टनायक बासुदेव मॉडल हाई स्कूल सिम स्वाभाविक भाव सहज आसला बही भितर बहुत सहज क्वेश्चन जाक आसला आउ बिट क्वेश्चन गुड़ाक बहुत सहज आसला व्याकरण रु टिके 2-3टा कष्ट आसला किंतु बाकी सब सहज थिला। आशा अच्छी 90 पाखापाखि आसब रचना एक्सट्रा प्रिपरेशन करूली समय लेखा प्रैक्टिस भी करूली लंग क्वेश्चन गुड़ाक मु टेस्ट पेपर पढ़ी बही भर देखुली निज मनरू जहाँ बुझा पड़ा लिखी। हाँ